ରାତିରେ 2ଟି ଗୁଜୁରାତି ଖାଇବା, ଗରମ ପାଣି ପିଇବାର ଫାଇଦା 1 କୋଟି ଖର୍ଚ୍ଚ କଲେ ବି ମିଳିବନି। ହେଲ୍ଥ ଟିପ୍ସ। ନମସ୍କାର ବନ୍ଧୁଗଣ, ତେବେ ଆପଣମାନେ ଜାଣିଥିବେ କି ଆପଣଙ୍କୁ ଘରେ ଖାଇବା ପରେ ଗୁଜୁରାତି ଖାଇବା ବିଷୟରେ କୁହାଯାଏ। ତେବେ ଆପଣ କ'ଣ ଜାଣିଛନ୍ତି? ଏହି ଗୁଜୁରାତି ଖାଇବାର ଅନେକ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିନେବା ଗୁଜୁରାତି ଖାଇବାର ଫାଇଦା କ'ଣ ଏବଂ ଏହା ଆମର ଶରୀରରେ କ'ଣ ସବୁ ଲାଭବାନ ହୋଇଥାଏ। ତେବେ ପ୍ରଥମେ ହେଉଛି ଗୁଜୁରାତିକୁ ଆମେ ମୁହଁରୁ ଦୁର୍ଗନ୍ଧ ବାହାରିବା ରୋକିବାର ସାହାଯ୍ୟ କରିଥାଏ। ଜ୍ୱାଇଁ ସହ ଶାଶୁ ଫେରାର ଘଟଣା। ଶ୍ୱଶୁର କହିଲେ ସାଂଘାତିକ କଥା। ନନ୍ଦିଘୋଷ ପିଓର ଅଲିଗଡ଼ର ଶାଶୁକୁ ନେଇ ଜ୍ୱାଇଁ ଫେରାର ହେବା ଘଟଣା ସାରା ଭାରତ ବର୍ଷରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର 9 ଦିନ ପୂର୍ବରୁ ଜ୍ୱାଇଁ ଶାଶୁଙ୍କ ଛୁରା ଫିରତି ପଦାରେ ପଡ଼ିଛି। ତେବେ ଏମାନେ ଫେରାର ହେବାର 5 ଦିନ ପୂର୍ବରୁ କ'ଣ ଘଟିଥିଲା, ଏନେଇ ଗଣମାଧ୍ୟମ ଆଗରେ ସାଂଘାତିକ ସତ କହିଛନ୍ତି ମହିଳାଙ୍କ ସ୍ୱାମୀ। ଆୟୁଷ୍ମାନ କାର୍ଡରେ ହୋଇପାରିବ କି କ୍ୟାନ୍ସରର ଚିକିତ୍ସା? ଆସନ୍ତୁ ବନ୍ଧୁଗଣ ଶୁଣିବା। ନୂଆଦିଲ୍ଲୀ ଦେଶରେ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2017 ମସିହାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ। ଏହି ଯୋଜନା ଅଧୀନରେ ଦେଶର ଗରିବ ପରିବାର ପ୍ରତି 5 ବର୍ଷ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଆନ୍ତି। ଅରୁଣ ମାରିଲେ ତୀର ମୁହଁ ଖୋଲିଲେ ଜୁନିୟର ନେତା। କନକ ଝିଅର ୱାକଫ ବିଲକୁ ନେଇ ବିଜେଡିର କୁହୁଳୁଛି ଅସନ୍ତୋଷ। ଆଉ ଆଜି ବିଜେଡି ବିଧାୟକ ଅରୁଣ ସାହୁ ନିଆଁରେ ଘିଅ ଢାଳିଛନ୍ତି। ଦଳର ଆଭିମୁଖ୍ୟ, ନୀତି ନିଷ୍ପତ୍ତି, ଦଳ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେପଟେ ମୁହଁ ଖୋଲିଛନ୍ତି ସମ୍ବିତ ରାଉତରାୟ। ଆଉ ବଡ଼ ବୟାନ ଦେଇ ବିଜେଡି ରାଜନୀତିକୁ ରୋଚକ କରିଛନ୍ତି।